ताला बंद ही रही केते दिन आउ एमिति रही जे अरे की अच्छा हमें बाहर रखू छु की अच्छा हमें बाहर रखू छु अरे किए डाकुछ मेला अछि पेली की चली आसो ओ किए तमे कहा को खोज तुम्हें ताहले हम करंट खाई न अरे खाइनी कोन म काली संध्या बेले टीवी स्विच मारी मारू एटा कर को पूरा करंट मार देला मो गोड़ हाथ पूरा झिम झिम कर तोळे पड़ी गली माने लो बोलते तुम्हें जदि हम दिन दिन पहले करंट खान तो किंबा मध्यरात्रि करंट खान तो ना पूरा सेंसलेस है जानतो ओहो सतरे तम करंट कोन एते पावर अछि अरे परीक्षा कर देखु न माई लागे अच्छा मौसा घरे नांती ओहो बापा मो बापा पूरा बाजार को जाइचंती कोन तांको पाखरे कोन किछ काम तिला केते पसिची आ केते बाहरिची तार हिसाब करके हातरे दे दियो किलो मो कहलो तो माने तम मीटर ए मासरे केते करंट खाइची और केते बाहरिची तार हिसाब किताब नहीं तो बापा को धरे दियंती ता माने तमे मु संध महादेव संध मीटर रीडर सोना बाबू आज्ञा आसलो हम मीटर ता सब बेले घाए करछि कोन भाई हबो ना कथा कोन री तम मीटर हम करंट बेले बेले कोन होय की हाई वोल्टेज छाड़े सेठी पई तो मीटर ता खाली घे होचिया किलो मो बोलो अरे यार कोन किछ प्रतिकार नाही अच्छी ना तुम्हें यदि चाहिए तुम सर्विस का चेंज कर दियो काले कार्बन है जाइतिबो इमा सत्य तो अच्छा तुम नाटा मोना सुना कौन कहलो सुना यस कौन कहलो अरे सुना थोड़ा कौन कहला बे अच्छा कहारो मो बापारो अच्छा तुम्हें बाहा ही जो ये पूरा कांदिला कहीं कांदो जो कहीं कांदोनी कांदी बिनी हाँ ए जाई जोटी मो बागर ठीक होची ना हाँ बरटा पेटी को आसीबा पूर्वरु मरी जाउची सोरा सेई भयरे मते बाप ए के भी आसुनांती हां एडी हाँ 17टा बर मरी गलेनी हाँ एबे 18 ର ଅପେକ୍ଷା ରେ ଅଛି बेली जोने पड़ी एक दस्ता छोड़ा पुओ कहूँ बापा को मौसा कथा कौन कि मोर भी सही दस्ता जो बाहागर मोर ठीक हो सुना झील बाहा हो बाड़िया पानी में गाधो गाधो मरी जाऊँ मानो मुझा कि शिशुपाल हो फेरी आसुची ज्योतिष कही जो 17 कन्या मरी 18 बर लगे सड़ा से बाहर मोर किसी तुम्हें जो तेरे हाँ कर जाती ना मु 18 लागे पार हो जाती सुन हाँ मो जातक देखी ज्योतिष मध्य भी ठीक सैया कहिछि
ଝିଅ ଯାଅ ଶୀଘ୍ର ଆଣିବ। କ୍ଷୀର ପିଇବାକୁ ଦଉଛୁ ମା? କିଏ ଆସିଛନ୍ତି? ଆମ ଘରକୁ କିଏ ଆସିଛନ୍ତି? ବାପା ତମେ ହଁ ଇଲେକ୍ଟ୍ରିର ଷଣ୍ଢ ବାବୁ ଆସିଛନ୍ତି। ତମେ ତ ଘରେ ନଥିଲ, ସେଥିପାଇଁ ତାଙ୍କୁ ଘରେ ବସେଇକି କ୍ଷୀର ପିଇବା ପାଇଁ ଯାଚୁଥିଲି। ଇଲେକ୍ଟ୍ରି ବାଲା ଆସୁ ଆସୁ ତୁ ତାକୁ କ୍ଷୀର ଦେଇ ସାରିଲୁଣି? ବାପା ଆଉ ସେ ପିଇ ସାରିଲାଣି? ଆରେ ପିଇଲେ କେତେବେଳେ ମ? ଆରେ ପିଇଲେ ପୁରା ଏକାଥରକୁ ପୁରା ଝାମ୍ପି ମାରିକି ଶିକଡ଼ା ଛିଣ୍ଡେଇ ଦେଲା। ଓହୋ ମନ ଦୁଃଖ କରନା, ମନ ଦୁଃଖ କରନା। ଏଇ ଦୁର୍ଯୋଗ ବେଲେ ଏମିତି ପିଲେ ଝାମ୍ପ ମାରେ। ଆଚ୍ଛା ଆଚ୍ଛା ବାବୁ, ତୁମକୁ ତ ମୁଁ କେବେ ଦେଖିନି। ଆଜ୍ଞା ତମେ କିଏ? ହାତୀ ବାବୁଙ୍କ ଭାଇ ଆଜ୍ଞା। ହଁ ହାତୀ ବାବୁ କଣ ବଦଳି ହେଇଗଲାଣି? କଥା କଣ କି ଆଜ୍ଞା, ମୁଁ ହାତୀ ବାବୁଙ୍କ ସାନ ଭାଇ। ବର୍ତ୍ତମାନ ମୋ ସାନ ବଡ ଭାଇଟା କି ପକ୍ଷାଘାତ ରୋଗୀରେ ଶଯ୍ୟାଶାୟୀ ଅଛନ୍ତି, ତେଣୁକରି ତାଙ୍କ ଜାଗାରେ ମୁଁ ଆଇଛି। ଓହୋ ବହୁତ ଭଲ କଲ, ଭଲ କଲ। ଆଜ୍ଞା, ଆଜ୍ଞା। ହାତୀ ବାବୁ ଜଣେ ପିଲା ତ ନଥିଲେ, ଆଜ୍ଞା, ଆଜ୍ଞା। ଗୋଟେ ହୀରା ଖଣ୍ଡେ ଥିଲେ। ଆଜ୍ଞା। ତାର ଆଉ ଆମର ନିବିଡ଼ ସମ୍ପର୍କ। ସେ ସମ୍ପର୍କ କହିଲେ ଆଉ ସେଟା ବହୁତ ବଡ କଥା। ହାତୀ ବାବୁଙ୍କର ଭାଇ ଯେତେବେଳେ ଆସିଛ, ଆଚ୍ଛା ଠିକ ଠିକ ଠିକ। ଆଚ୍ଛା ତମ ନାଁଟା? ମୋର ଆଜ୍ଞା ଷଣ୍ଢ। ଆଜ୍ଞା ଷଣ୍ଢ ନୁହେଁ, ବାରବଳା ଷଣ୍ଢ ମୁଁ ନୁହେଁ, ମିଟର ଲିଟର ପ୍ରସବ ମହାଦେବ ଷଣ୍ଢ। ଓହୋ ଆଚ୍ଛା ଠିକ ଠିକ, ବଢିଆ ନାଁଟେ ଦେଇଛି। କେଉଁ ଇଏ ପଣ୍ଡିତ ଏ ନାଁଟା ଦେଇଛି? ବଢିଆ ବାଛିକି ଦେଇଛି। ଆଜ୍ଞା ମୋ ବାପା ଦେଇଛନ୍ତି। ତମ ବାପା ବି ଜଣେ ପଣ୍ଡିତ? ଆଜ୍ଞା ଆଜ୍ଞା। ତମ ଦାଦା ବି ଭଲ, ତମ ବାପା ବି ଭଲ। ତାଙ୍କ ସଙ୍ଗରେ ଆମର ପୁରୁଣା ସମ୍ପର୍କ। ଆଚ୍ଛା ବାବୁ ଗୋଟେ କଥା, ଏ ମାସର ବିଲ୍ କେତେ ଉଠିଛି କି? ବିଶେଷ କିଛି ଉଠିନି ଆଜ୍ଞା, କିନ୍ତୁ ଆସନ୍ତା ମାସରେ ଉଠିବାର ସମ୍ଭାବନା ଅଛି। ଆସନ୍ତା ମାସରେ ଉଠିବା ସମ୍ଭାବନା ଅଛି? ଆଜ୍ଞା କିଲୋ ମା ସୁନା, କଣ ଟିଭି ଦେଖାଉଛି? ଆଜ୍ଞା ଏଇ ମାସର ବିଲଟା ମାତ୍ର 69 ଟଙ୍କା 69 ପଇସା ନିଅନ୍ତୁ। ବାପା ହଁ 59 ପଇସା 69 ପଇସା ମାତ୍ର। ଇରେ 59 ଟଙ୍କା 69 ପଇସା ମାତ୍ର? ମାତ୍ର এই কথা কইলে মাত্র তু টিভি দেখা দিকে টিকে বন্ধ কর দে। বাবা! বেশি টিভি দেখ না। ମୁଁ ଟିଭି ନ ଦେଖିଲେ ଜମା ବି ରହିପାରିବିନି। ଏ ଟଙ୍କାଟା এ বাপা চেঞ্জ নাই, চেঞ্জ নাই। କିଛି କଥା ନାହିଁ ଆଜ୍ଞା, କିଛି କଥା ନାହିଁ, ଘର କଥା ତ ଆସନ୍ତା ମାସରେ ନେଇଯିବିନି। হব হব, আসন্তা মাসরে তুমি আসিকি নেই যাব। ঠিক ଅଛି ଆଜ୍ଞା, ମୁଁ ଏବେ ଆସୁଛି। ହଁ ବାବୁ, କ୍ଷୀର ପିଲନି ବୋଲି ମନ ଦୁଃଖ କରିବ। ନା, ଆଉ କେବେ ଆସିଲେ ପିଇଯିବ ହେଲା। ନମସ୍କାର ଆଜ୍ଞା। ଆର ଥରକୁ ଆମର ଯେତେ କ୍ଷୀର ଅଛି ନା ସବୁ ସିଝେଇକି ତାକୁ ଛେନା କରିଦେଇଯିବୁ। ହାତୀ ବାବୁ ଆସିଲା ଷଣ୍ଢ ବାବୁ ଆସିଲା ମାତ୍ରେ ତାକୁ ନ ପଚାରି ମତେ ଅପେକ୍ଷା କରିବୁନି, ତାକୁ ଆସିଲେ ତୁ କ୍ଷୀର ଦେଇଦେବୁ। ଠିକ ଅଛି ଆଜ୍ଞା, ମୁଁ ଏବେ ଆସୁଛି। ନମସ୍କାର। ଆଚ୍ଛା ଆର ମାସର କେତେ ତାରିଖକୁ ଆସିବ? ଠିକ 10 ତାରିଖରେ ଆସିବି। 10ଟା ବାଜି 10 ମିନିଟ 10 ସେକେଣ୍ଡରେ ଆସିବି। ବାଏ। କିଲୋ କଣ କହିଗଲା? ଆସନ୍ତା ମାସ 10 ତାରିଖ 10 ମିନିଟ 10 ସେକେଣ୍ଡରେ ଆସିବି। କିଲୋ ମା ସୁନା, ମୁଁ ନଥିଲା ବେଳେ ତତେ କହିଦେଉଛି, ମୁଁ ନଥିଲା ବେଳେ କାହାକୁ ଏ ଘରକୁ ପଶି ଦେବୁନି କି କାହାକୁ ଯାଚି କ୍ଷୀର ଦେବୁନି। ଦେଖ ଯାଉଛି, ଏ ଘର କବାଟ ସବୁ ବନ୍ଦ କରି ରହିଥିବୁ। ମୋଟେ ଖୋଲିବୁନି। ବୁଢ଼ାଟା ଖାଲି ସବୁବେଳେ ଖାଲି ପିଲେଇ ପରି ଝାମ୍ପି ପଡୁଛି। ଆଉ କଣ କରିବି? ମୋ ଭାଗ୍ୟରେ ମୋ ବୋପା ବି ସେମିତିଆଟା ମିଳିଛି। ଆରେ
କ୍ଷୀର ପିଇବାକୁ ଦେଇ ପାରିଲିନି ହେଲେ ଆର ଥରକୁ ଆସିଲେ ତମ ନିଶ୍ଚୟ କ୍ଷୀର ପିଇବାକୁ ଦେବି। ହଁ भूलନ୍ତୁ ନାହିଁ ମୋ ପ୍ରିୟ ଦର୍ଶକ ବନ୍ଧୁ ଆସନ୍ତା